ମୋ ନାଁ ରାଜା। ଦେଖିବାକୁ ଗୋରା ଆଉ ବହୁତ ଭଲ ପିଲା ମୁଁ। ଆଉ ମୋ ଭଉଣୀ ରୋଜି, ସେ ଦେଖିବାକୁ ବହୁତ ସେକ୍ସି। ସେ ମୋ ଠାରୁ 1 ବର୍ଷ ବଡ଼ ଥିଲା। ଚାଲନ୍ତୁ ଏବେ ସେ ଦିନର ଘଟଣାଟିକୁ ମୁଁ ଆପଣମାନଙ୍କୁ କହୁଛି। ସବୁବେଳେ ସେ ଗାଧୋଇଲା ବେଳେ ତା ହଟ୍ ଏବଂ ସେକ୍ସି ଦେହକୁ ଦେଖିକି ମୁଁ ରହିପାରୁନଥିଲି। ବେଳେବେଳେ ତା ବ୍ରା ଆଉ ଚଡ଼ିକୁ ଶୁଙ୍ଘିକି ହଲେଇ ମଧ୍ୟ ଦିଏ। ହେଲେ କେତେ ଦିନ ଏମିତି କରିବି? କେମିତି ତାକୁ ଗେହିବି ସେହି କଥା ସବୁଦିନ ବସି ଭାବୁଥାଏ। ମୋ ମନରୁ ତା ଚେହେରା କେବେ ମଧ୍ୟ ଯାଏନା। ଦିନେ ଘରେ କେହି ନଥିଲେ। ସମସ୍ତେ ମାମୁଁ ଘର ଯାଇଥିଲେ ବୁଲିବାକୁ। ହେଲେ ଆଉ ଆସିଲେନି ସେଦିନ। ଆଉ ମୁଁ ମୋ ଭଉଣୀ ଘରେ ଏକା, ଆଉ କେହି ନାହାନ୍ତି। ତାକୁ ଡର ଲାଗିଲା ବୋଲି ସେ ତା ରୁମ୍କୁ ମୋତେ ଡାକିଲା ଶୋଇବାକୁ। ମନେ ମନେ ଭାବିଲି ଆଜି ଯେମିତି ହେଲେ ତା ବିଆକୁ ଚାଟିବି। ବହୁତ ଏକ୍ସାଇଟେଡ଼ ହୋଇଗଲି ଏ କଥା ସବୁ ଭାବିକିରି। ସେ ଗୋଟେ ସ୍କର୍ଟ ଆଉ ଗୋଟେ ଟପ୍ ପିନ୍ଧିଥିଲା। ସେ ସେଦିନ ଟିକେ ଜଲ୍ଦି ଶୋଇପଡ଼ିଲା। ମୁଁ ମୋ ମୋବାଇଲରେ କ୍ୟାମେରାରେ ଭିଡ଼ିଓ ରେକର୍ଡ଼ ଅନ୍ କରିକି ଉପରେ ରଖିଦେଲି। ତାପରେ ତା ଦୁଧରେ ହାତ ମାରିଲି ଏବଂ ତା ବ୍ରା ଭିତରେ ହାତକୁ ପୂରେଇକି ତା ଦୁଧକୁ ଚିପିଲି। ତା ଦୁଧ ଦୁଇଟା ବହୁତ ଟାଇଟ୍ ଥିଲା। ମୁଁ ତା ଦୁଧକୁ ଚିପିବାକୁ ଲାଗିଲି ଏବଂ ମୁହଁରେ ଚାଟିବାକୁ ଲାଗିଲି। ଏମିତି କିଛି ସମୟ ପରେ ମୁଁ ତା ଡ୍ରେସ୍ କାଢ଼ିଦେଲି। ସେ ଖାଲି ଚଡ଼ି ଆଉ ବ୍ରାରେ ଥିଲା। ଓ କି ହଟ୍ ଲାଗୁଥିଲା। ତାକୁ ଦେଖିକିରି ସେ ଦିନ କଥା ମୋର ଆଜି ବି ମନେ ପଡ଼ୁଛି। ତାପରେ ତା ବ୍ରାକୁ ଖୋଲିକିରି ତା ଦୁଧକୁ ଚିପିଲି ଓ ଖାଇଲି। ବହୁତ ଡର ଲାଗୁଥିଲା, କାଳେ ଉଠି ପଡ଼ିବ, ବଡ଼ ଦିଦି ହେବ ନା, ତାକୁ ବି ଗେହିଁଦେଲି। ଏ କଥା ଭାବିକିରି ଟିକେ ଡର ମଧ୍ୟ ଲାଗୁଥିଲା। ଏମିତି କିଛି ସମୟ ଚିପିଲା ପରେ ତା ଦୁଧକୁ ପାଟିରେ ପୂରେଇ ଖାଇଲି। ଆଉ ତା ବିଆକୁ ନ ଦେଖିକି ରହିପାରିଲିନି। ତା ଚଡ଼ି ଖୋଲିଦେଲି ଓ ହାଲକା ବାଳ ଥିଲା ତା ବିଆରେ। ତାପରେ ତା ବିଆରେ ଆଙ୍ଗୁଠି ପୂରେଇଲି। ତା ବିଆ ସେତେବେଳେ ପୁରା ଓଦା ହୋଇଯାଇଥିଲା। ଓ କି ବିଆ ତାର, ପୁରା ପୁରା ରସିଲିଆ ବିଆ ତାର। ତା ବିଆକୁ ଚାଟିବାକୁ ମନ ହେଲା। ଆଉ ରହିପାରିଲିନି, ବହୁତ ଚାଟିଲି। ମୋ ବାଣ୍ଡ ଆଉ ରହିପାରୁନଥାଏ। ତାକୁ ଗେହିବାକୁ ଇଚ୍ଛା ହେଉଥାଏ। ମୁଁ ଆଉ ଡେରି ନ କରି ମୋ ବାଣ୍ଡ ବାହାର କଲି ଆଉ ହଲେଇବାକୁ ଲାଗିଲି ମୋ ହାତରେ। ଆଉ ତା ଦୁଧ ଫାଙ୍କରେ ନେଇ ମୋ ବାଣ୍ଡକୁ ଘଷିବାକୁ ଲାଗିଲି। ତା ଓଠକୁ କିସ୍ କଲି। ଏମିତି 10 ମିନିଟ୍ ଚାଲିଗଲା। ତାପରେ ତା ପାଖେ ଶୋଇଗଲି ଓ ତା ଦୁଧକୁ ଚିପିଲି ଓ ତା ବିଆରେ ହାତ ମାରିଲି। ଓ କି ମଜା ଲାଗୁଥିଲା। ତା ଦୁଧ ଦୁଇଟା ଭୁଣ୍ଡିକୁ ଚିପିକିରି କି ମଜା ଲାଗୁଥିଲା ମୋତେ। ଏମିତି ସୁଖ କେବେ ମିଳିନଥିଲା ବୋଲି ଭାବୁଥିଲି। ସେମିତି ସ୍ୱର୍ଗ ସୁଖ ମିଳିଗଲା। ତାପରେ ତା ଗୋଡ଼କୁ ମେଲେଇକି ତା ବିଆରେ ମୋ ବାଣ୍ଡକୁ ଘଷିଲି। ତା ବିଆରେ ଥିବା ଯେଉଁ ହାଲକା ହାଲକା ବାଳ ମୋ ବାଣ୍ଡରେ ଘଷି ହେଉଥାଏ, ମୋତେ ଯେମିତି ସ୍ୱର୍ଗ ସୁଖ ମିଳୁଥାଏ। ଟିକେ ଜୋରରେ ଗୋଟେ ଧକ୍କା ମାରିଲି, ବାଣ୍ଡ ହାଲକା ଭିତରକୁ ଗଲା ଆଉ ଗଲାନି। କାହିଁକିନା ମୋ ଭଉଣୀ ଆଗରୁ କାହାଠାରୁ ଗିଆ ଖାଇନଥିଲା। ତା ବିଆ ବହୁତ ଟାଇଟ୍ ଥିଲା। ତାପରେ ମୁଁ ଜୋରସେ ଗୋଟେ ଧକ୍କା ମାରିଲି। ମୋ ବାଣ୍ଡ ତା ସିଲ୍ ଫଟେଇକିରି ତା ବିଆ ଭିତରକୁ ଚାଲିଗଲା। ତାପରେ ବାଣ୍ଡକୁ ବିଆରେ ଘଷିଲି ଆଉ ପୂରେଇ ଦେଲି। ତାପରେ ବାହାର ଭିତର କଲି। ଓ କି ଶାନ୍ତି! ଜୀବନରେ ପ୍ରଥମ ଥର ଗେହୁଁଛି। ମୋ ଦିଦିକୁ ଗେହିଁ ଚାଲିଲି ଆଉ ମୋର ବାହାରିବା ଟାଇମ୍ ହେଇଗଲା। ତା ପାଟିରେ ମୋ ବାଣ୍ଡକୁ ନେଇ ପୂରେଇ ଦେଲି ଏବଂ ସବୁତକ ବୀର୍ଯ୍ୟ ତା ପାଟିରେ ମୁଁ ଛାଡ଼ିଦେଲି।